ବିଲରେ କାମ କରୁଥିବା ସମୟରେ ହଠାତ୍ ବଜ୍ରପାତ ଘଟି ଏକାଥରକେ ଯାଇଛି 2 ଜଣଙ୍କ ଜୀବନ। ଆଉ ଅନ୍ୟ ଜଣେ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଏପରି ଏକ ଅଭାବନୀୟ ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଗୋପୀନାଥପୁର ପଞ୍ଚାୟତ ରାଇ ପିତାମ୍ବର ଗ୍ରାମରେ। ମିଳିଥିବା ସୂଚନା ଅନୁଯାୟୀ ଗ୍ରାମର ବସନ୍ତ ଦାସ, ନରେନ୍ଦ୍ର ବିଶ୍ୱାଳ ଓ ସୁରେନ୍ଦ୍ର ସାହୁ ବିଲରେ କାମ କରୁଥିବା ବେଳେ ହଠାତ୍ ମେଘ ଘୁଟି ଆସି ବଜ୍ରପାତ ହୋଇଥିଲା। ଫଳରେ ସମସ୍ତେ ସଂଜ୍ଞାହୀନ ହୋଇପଡ଼ିବା ପରେ ପରିବାର ଲୋକମାନେ ସମସ୍ତଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ ବି ବସନ୍ତ ଦାସ ଓ ନରେନ୍ଦ୍ର ବିଶ୍ୱାଳଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ସୁରେନ୍ଦ୍ରଙ୍କ ଅବସ୍ଥା ଅତି ଗୁରୁତର ଥିବାରୁ ସେ ଚିକିତ୍ସାଧୀନ ରହିଛନ୍ତି। ଖବର ପାଇ ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ସେପଟେ ଏପରି ଦୁଃଖଦ ଖବର ଜାଣିବା ପରେ ସୋର ବିଧାୟକ ମାଧବ ଧଡ଼ା ଡାକ୍ତରଖାନାରେ ପହଞ୍ଚି ଗୁରୁତର ଥିବା ସୁରେନ୍ଦ୍ରଙ୍କ ଅବସ୍ଥା ପଚାରି ବୁଝିବା ସହ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। आज आम अंचल भाई दुखद घटना आज जो लाइटिंग है गोपीनाथपुर पंचायत दिगभरा गाँव में राई पिताम्बर गाँव में 2 जन मृत्यु कर जड़े पारालीसीस चिकित्साधीन होमें प्रशासन को ए विषय जनईचु तो आपंकर सब कलेक्टर को तहसीलदार को जनाई जिते शीघ्र परिवार को सहायता राशि जहाँ सहायता राशि अच्छी सरकार जिते शीघ्र मिलवाई जनाई जेहेतु सकाल परिवेश अच्छी तेणु राति पोस्टमार्टम करने आम सब कलेक्टर जनईचु और सब कलेक्टर विषय यथा शीघ्र आमको जनइबे कहते तेणु ये भारी आम अंचल शोकाकुल आज परिवेश सृष्टि होती तेणु आम चेष्टा कर परिवार को केमती माने धैर्य हरा न हूँ आम जिते पार आम निश्चित भाव में प्रशासन तरफ सब रकम साहाय्य सहयोग जोगाई देवाई चेष्टा करिया। बालेश्वर जिला सोररू सुमंत दास रिपोर्ट कोणार्क लाइव।